ଓಂ ଗୁରୁ ଗୋବିନ୍ଦାୟ ନମଃ। ତତ୍ତ୍ୱ ଜାଣିଲେ ତୁଟେ ଭ୍ରାନ୍ତି, ଗୋବିନ୍ଦ ଭବସାଗରୁ ତରି ଯାଆନ୍ତି। ଗୋବିନ୍ଦ ତତ୍ତ୍ୱ ନ ଜାଣି ଯେ ଭଜଇ, ଗୋବିନ୍ଦ ତାତ ଜନନେ ପ୍ରାୟ ହୋଇ। ଗୋବିନ୍ଦ କ'ଣ ଯେ ଏ ତତ୍ତ୍ୱ ଜାଣିଲେ ଆମକୁ ଏଇ ଭବସାଗର ବା ଜନ୍ମ ମୃତ୍ୟୁ ଚକ୍ରରେ ଆଉ ପଡ଼ିବାକୁ ହେବ ନାହିଁ। ଏ ତତ୍ତ୍ୱ କ'ଣ ଜାଣିବାକୁ ହେଲେ ସତ୍ୟ ଏବଂ ମିଥ୍ୟାକୁ ଜାଣିବାକୁ ପଡ଼ିବ। ସତ୍ୟ ହେଲା ଯାହା ଅତୀତରେ ଥିଲା, ବର୍ତ୍ତମାନରେ ଅଛି, ଭବିଷ୍ୟତରେ ରହିବ, ତାହା ହେଲା ସତ୍ୟ। ଅସତ୍ୟ ହେଲା ଯାହା ଅତୀତରେ ଥିଲା କି ନାହିଁ, ବର୍ତ୍ତମାନରେ ଅଛି ଦୃଶ୍ୟମାନ, ଭବିଷ୍ୟତରେ ରହିବ କି ନାହିଁ, ତାହା ହେଲା ଅସତ୍ୟ। ସତ୍ୟ କିଏ ନା ସତ୍ୟ ଶିବ ସୁନ୍ଦର ପରଂ ବ୍ରହ୍ମ ପରମାତ୍ମା ହେଲେ ସତ୍ୟ। ସେଥିପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା। ତେଣୁ ଏ ସତ୍ୟ ଅସତ୍ୟର ଖେଳକୁ ବୁଝିଲେ ଆମେ ତତ୍ତ୍ୱକୁ ବୁଝିପାରିବା। ଏ ଶରୀର ହେଲା ଅର୍ଦ୍ଧ ସତ୍ୟ ବା ଏ ଶରୀର ହେଲା ମର ଶରୀର। ତା ଭିତରେ ମର ଶରୀର ଭିତରେ ସତ୍ୟ ବିଦ୍ୟମାନ ରହିଛନ୍ତି, ଆତ୍ମା ବିଦ୍ୟମାନ ରହିଛି। ଯେଉଁକୁ ଯାହା ପ୍ରଭୁ ଗୀତାରେ ଯାହା କହିଛନ୍ତି, ମମି ବାଂଶ ଜୀବ ଲୋକେ ଜୀବଭୂତ ସନାତନ। ପ୍ରଭୁଙ୍କର ଅଂଶ ଆତ୍ମା ରୂପରେ ସକଳ ଘଟରେ ବିଦ୍ୟମାନ ରହିଛି। ଏ ଶରୀର ମରଣଶୀଳ ହେଲେ ମଧ୍ୟ ଆତ୍ମା ହେଲା ଚିଦାତ୍ମା। ତେଣୁ ଆତ୍ମା ପରମାତ୍ମା ହେଲେ ସତ୍ୟ। ଏ ଆତ୍ମା ସତ୍ୟ। ତେଣୁ ଏ ଆତ୍ମା ସତ୍ୟ ସହିତ ପରମାତ୍ମାଙ୍କର ସମ୍ପର୍କ ସ୍ଥାପନ ହେଲେ ସେ ଏ ଭବସାଗରରୁ ତରିଯିବ। ଏ ତତ୍ତ୍ୱ ଜାଣିକି ଆମକୁ ପ୍ରଭୁ ପରଂ ବ୍ରହ୍ମ ସଚ୍ଚିଦାନନ୍ଦଙ୍କର ଚରଣରେ ନିଜକୁ ସମର୍ପିତ କଲେ ଆମେ ଭବ ସଂସାରରୁ ତରି ଯାଇପାରିବା। ନଚେତ ତାତ ଜନନୀ ତତ୍ତ୍ୱ ନ ଜାଣି ଯେ ଭୋଜଇ, ତାତ ଜନନୀ ପ୍ରାୟ ହୋଇ। ତେଣୁ ମୁଁ ଯେତେ ଯାହା ଭଜନ କଲେ ମଧ୍ୟ ଆମର ସେ ବାଟ ବା ମୁକ୍ତିର ବାଟ ମିଳିବ ନାହିଁ। ଆମକୁ ଏ ଜନ୍ମମୃତ୍ୟୁ ଚକ୍ରରେ ଘୂରିବାକୁ ପଡ଼ିବ। ହରି ଓମ୍ ଶାନ୍ତି ଶାନ୍ତି ଶାନ୍ତି।